ଯେମିତି ବିଶୃଙ୍ଖଳା ଆଚରଣ କରିବେ ନାହିଁ। ପଞ୍ଚୁଦଣ୍ଡ ମହାମିଳନ ପର୍ବରେ ଆଜି ଧନ୍ୟବାଦ ଦେବି କଳମ୍ବ ଗ୍ରାମର ସମସ୍ତ ଗୁରୁଜନ ମା ମାଉସୀ ମାନଙ୍କୁ ସେମାନଙ୍କର ଇଚ୍ଛା ଶକ୍ତି ଏବଂ ପଞ୍ଚୁଦଣ୍ଡ ମହାମିଳନ ପର୍ବରେ ଆଜି ଏ ଗାଁରେ ଅନୁଷ୍ଠିତ କରୁଥିବାରୁ ମୋ ତରଫରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ମୁଁ ଆଶା କରିବି ଯେ ହଜାର ହଜାର ଭକ୍ତ ଏଠି ଆସି ଦର୍ଶନ କରିବେ, ଶୃଙ୍ଖଳାର ସହ ଦର୍ଶନ କରିବେ ଏବଂ ଯେମିତି ବିଶୃଙ୍ଖଳା ଆଚରଣ କରିବେ ନାହିଁ ସେଇଟା ପାଇଁ ମଧ୍ୟ ମୁଁ ଅନୁରୋଧ କରୁଛି ମାନେ ବିଶୃଙ୍ଖଳାକାରୀ ମାନେ। ଏବଂ ଦଣ୍ଡନାଚ ବହୁ ବର୍ଷ ପରେ ମୁଁ ଶୁଣିବାକୁ ପାଇଲି କଳମ୍ବରେ ପ୍ରଥମ ପଞ୍ଚୁଦଣ୍ଡ ମହାମିଳନ ହେଉଛି, ତେଣୁ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି।